ଆପଣ କେବେ ଭାବିଛନ୍ତି କି ବ୍ୟବସାୟଗୁଡ଼ିକ କିପରି ଜାଣନ୍ତି ଯେ ସେମାନେ ଲାଭ କରୁଛନ୍ତି କି କ୍ଷତି? ଆଜି ଆମେ ଆକାଉଣ୍ଟିଂର ଏକ ଅତି ମୌଳିକ ଧାରଣା ବିଷୟରେ ବୁଝିବାକୁ ଯାଉଛୁ। ଚାଲନ୍ତୁ ଲାଭ ଏବଂ କ୍ଷତି ବିଷୟରେ ବୁଝିବା। ଚାଲନ୍ତୁ ମୌଳିକ କଥାର ଆରମ୍ଭ କରିବା। ଯେତେବେଳେ ଏକ ଉତ୍ପାଦର ବିକ୍ରୟ ମୂଲ୍ୟ ଏହାର କ୍ରୟ ମୂଲ୍ୟଠାରୁ ଅଧିକ ହୁଏ ସେତେବେଳେ ଲାଭ ହୁଏ। ସରଳ ଭାଷାରେ କହିଲେ, ଯଦି ଆପଣ କୌଣସି ଜିନିଷକୁ ଏହାର ଖର୍ଚ୍ଚଠାରୁ ଅଧିକ ମୂଲ୍ୟରେ ବିକ୍ରି କରନ୍ତି ତେବେ ଆପଣ ଲାଭ ପାଆନ୍ତି। ଅନ୍ୟପକ୍ଷରେ ଯେତେବେଳେ ବିକ୍ରୟ ମୂଲ୍ୟ କ୍ରୟ ମୂଲ୍ୟଠାରୁ କମ୍ ହୁଏ ସେତେବେଳେ କ୍ଷତି ହୁଏ। ଏହାର ଅର୍ଥ ହେଉଛି ଆପଣ କୌଣସି ଜିନିଷକୁ ଏହାର ଖର୍ଚ୍ଚଠାରୁ କମ୍ ମୂଲ୍ୟରେ ବିକ୍ରି କରୁଛନ୍ତି ଏବଂ ଏହା ଦ୍ୱାରା କ୍ଷତି ହୁଏ। ଏବେ ଚାଲନ୍ତୁ ଏହାର ସୂତ୍ରଗୁଡ଼ିକୁ ଦେଖିବା। ଲାଭର ଗଣନା ଏହିପରି କରାଯାଏ, ଲାଭ ସମାନ ବିକ୍ରୟ ମୂଲ୍ୟ ବିଯୁକ୍ତ କ୍ରୟ ମୂଲ୍ୟ ଏବଂ କ୍ଷତିର ଗଣନା ଏହିପରି କରାଯାଏ, କ୍ଷତି ସମାନ କ୍ରୟ ମୂଲ୍ୟ ବିଯୁକ୍ତ ବିକ୍ରୟ ମୂଲ୍ୟ। ଏହି ସରଳ ସୂତ୍ରଗୁଡ଼ିକ ବ୍ୟବସାୟଗୁଡ଼ିକୁ ସେମାନଙ୍କର ଆର୍ଥିକ ସ୍ଥିତି ଶୀଘ୍ର ବୁଝିବାରେ ସାହାଯ୍ୟ କରେ। ଚାଲନ୍ତୁ ଏକ ଛୋଟ ଉଦାହରଣ ନେବା। ମନେ କରନ୍ତୁ ଆପଣ 100 ଟଙ୍କାରେ ଏକ ଉତ୍ପାଦ କିଣୁଛନ୍ତି। ଏହା ହେଉଛି ଆପଣଙ୍କର କ୍ରୟ ମୂଲ୍ୟ। ଯଦି ଆପଣ ଏହାକୁ 120 ଟଙ୍କାରେ ବିକ୍ରି କରନ୍ତି ତେବେ ଆପଣଙ୍କର ଲାଭ ହେଉଛି 20 ଟଙ୍କା। କିନ୍ତୁ ଯଦି ଆପଣ ସେହି ସମାନ ଉତ୍ପାଦକୁ ମାତ୍ର 80 ଟଙ୍କାରେ ବିକ୍ରି କରନ୍ତି ତେବେ ଆପଣଙ୍କର 20 ଟଙ୍କା କ୍ଷତି ହେବ। ବ୍ୟବସାୟୀଗୁଡ଼ିକ ଏହିପରି ପ୍ରତ୍ୟେକ କାରବାରର ମୂଲ୍ୟାଙ୍କନ କରନ୍ତି ଯେପରି ସେମାନେ ଲାଭରେ ରହିପାରିବେ। ତେଣୁ ସଂକ୍ଷେପରେ କହିଲେ, ଲାଭର ଅର୍ଥ ହେଉଛି ଖର୍ଚ୍ଚଠାରୁ ଅଧିକ ରୋଜଗାର କରିବା ଏବଂ କ୍ଷତିର ଅର୍ଥ ହେଉଛି ରୋଜଗାରଠାରୁ ଅଧିକ ଖର୍ଚ୍ଚ କରିବା। ଯେକୌଣସି ବ୍ୟବସାୟକୁ ସଫଳତାର ସହ ପରିଚାଳନା କରିବା ପାଇଁ ଏହି ଧାରଣାକୁ ବୁଝିବା ଅତ୍ୟନ୍ତ ଜରୁରୀ। ଯଦି ଆପଣଙ୍କର କିଛି ପ୍ରଶ୍ନ ଅଛି ତେବେ ନିସଂକୋଚରେ ପଚାରନ୍ତୁ।